नमस्कार। केमती अच्छे बंधु? आपणकर जातक पाखे अच्छी तो जातक बाहर कले देखिले जो घर होरा कहती से होरा घरे 12टा घर है एमदीटा पड़ी एमती 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 तो ल कोड लिखाई एक लिखाई तो लग्न कहती जदि आपणकर मिथुन लग्न जदि आपणकर मिथुन लग्न तेबे सेठू बणी जातु कुंभ घर हम न आउ से कुंभर अधिपति हेले शनि। नवम घर को भाग्य कह जाए आपणकर भाग्याधिपति हेले शनि। शनि आपण प्रसन्न जदि आपण जोठी थिले भी मरुभूमि समुद्र रे बा पर्वत शिखर रे कि सुबेरु रे ताहले आपण पाखरे धन थिबो। शनि प्रसन्न आपण भाग्याधिप हेले शनि से नवमाधिप जदि से मीन रे माने नवमाधिप दशम रे भाग्याधिप कर्म रे धर्माधिप कर्म रे शनि दशम रे तेबे आपको लक्ष्मी नारायण योग कह जाए। आपण पूर्व पुण्य करिसंती बोली कहया को पड़ियो। मनकर आपण जातक रे भाग्याधिप भाग्यर अछंती से कुंभर अछंती आ दशम रे बृहस्पति अछंती आपण निश्चय पूर्व जन्म रे बहु पुण्य करछन। दशम रे बृहस्पति नवम रे शनि मनकर शनि नहांती से नवम रे अछंती किए राहु ताहले यदि आपण को समुद्र को फिंगी दिया जाए ना आसला को बस्ता सुना नहीं आसो तेणु से व्यक्ति भाग्यवान जार भाग्य घर भाग्य स्थान शुभ। आसतु ए विषय आउ दी धाड़ी कौन लिखाई पढ़ा। मिथुन घरे जदि लग्न तेबे तार भाग्य नवम घर माने कुंभ ए घर अधिपति शनि जदि से दशम रे माने मीन रे थांती तेबे प्रबल धन योग आसे। मिथुन रे जदि नवम घर ही थाए मिथुन घर नवम ही थाए कि कन्या घर नवम घर ही थाए आ सेठी राहु थांती ताहले ए व्यक्ति बड़ भाग्यवान। मिथुन रो अधिपति बुध बुध जदि लग्न थांती तेबे सेई लग्न रो शुभ फल निश्चय मिले। बुध लग्नस्थ हेले कौन हुए खना लिखिचंदी लग्ने बुध आरोग्य शरीर शिशु कालु बुद्धि हुए स्थिर सर्वलोके पाए जस जेणे गमे तेणे पौरुष। जदि लग्न रे बुध थांती रोग प्राय हुएनी आरोग्य शरीर बुद्धि प्रबल शिशु कालु स्थिर मना विचलित हुएनी परबुद्धि परिचालित हुएनी सर्वलोके पाए जस तार कार्य कलाप चरित्र व्यवहार रीति नीति सबू भल हुए समस्त तार प्रशंसा करती से जुआड़े जाए
ଯଶ ତା ପଛରେ ଗୋଡ଼ାଇ ଥାଏ। ଏକଥା ପ୍ରସିଦ୍ଧ ଜ୍ୟୋତିଷ କନା ଲେଖିଲେ। ଲଗ୍ନେ ବୁଧ ଆରୋଗ୍ୟ ଶରୀର, ଶିଶୁ କାଳୁ ବୁଦ୍ଧି ହୁଏ ସ୍ଥିର। ସର୍ବ ଲୋକେ ପାଏ ଯଶ, ଯେଣେ ଗମେ ତେଣେ ପୌରୁଷ। ହେଲା। ରାହୁ ଯଦି ଏହି ଭାଗ୍ୟ ସ୍ଥାନରେ ଥାନ୍ତି, ନବମରେ ଥାନ୍ତି, ତେବେ ସ୍ୱାଧୀନ ଓ ସୁଖୀ ଜୀବନ ସ୍ୱାଧୀନ ଓ ସୁଖୀ ଜୀବନ ଯାପନ କରିବାର ସୁଯୋଗ ମିଳିଥାଏ। କୁମ୍ଭ ନବମ ଘର ଓ ଏଠି ଶନି ଅଛନ୍ତି, ତେବେ ତା ଭାଗ୍ୟଲକ୍ଷ୍ମୀ ତା ଉପରେ ସଦା ପ୍ରସନ୍ନ ଥାନ୍ତି। ରାହୁ ନବମରେ ଆଉ ତାହା ବୁଧଙ୍କର ମାନେ ମିଥୁନ ବା କନ୍ୟା ଘର। ରାହୁ ନବମରେ ତାହା ବୁଧଙ୍କର ଘର ମାନେ ମିଥୁନ ବା କନ୍ୟା ଘର। ତେବେ ରାହୁ ଲେଖିଲେ, ସେ କନା ଲେଖିଲେ, ରାହୁ ନବମେ ହେଲେ ସ୍ଥିତ, ଅଟଇ ମହାଭାଗ୍ୟବନ୍ତ। ବୁଧ ଗୃହରେ ଯେବେ ରହି, ପର ଅଧୀନ କେବେ ନାହିଁ। ବୁଧଙ୍କର ଦୁଇଟା ଘର, ଗୋଟେ ମିଥୁନ ଗୋଟିଏ କନ୍ୟା। ଯଦି ସେ ନବମ ମାନେ ଲଗ୍ନ ନୁହଁ, ନବମ ଘର ଜାତକରେ ଆମେ ଗଣି ଆସିବା, ଦେଖିବା କୋଉଠି ଲ ଲେଖା ହେଇଛି। ଆଉ ନବମ ଘର ଯଦି ମିଥୁନ ବା କନ୍ୟା, ସେଠି ଅଛନ୍ତି ରାହୁ, ତାହେଲେ ସେ କେବେ ବି ପର ଅଧୀନ ହବନି। ରାହୁ ନବମେ ହେଲେ ସ୍ଥିତ, ଅଟଇ ସେ ଭାଗ୍ୟବନ୍ତ। ବୁଧ ଗୃହରେ ଯେବେ ରହି, ପର ଅଧୀନ କେବେ ନୁହଁ, ଏକଦମ ସ୍ୱାଧୀନ। ବୁଝିଲ ମୋ କଥା? ଆଚ୍ଛା, ପୁଣି ଦେଖିବା। ମିଥୁନ ଲଗ୍ନର ଦ୍ୱିତୀୟ ଘର ହେଲା କର୍କଟ। ମିଥୁନ ଲଗ୍ନ ଆପଣଙ୍କର, ମିଥୁନ 1, କର୍କଟ 2, ଦ୍ୱିତୀୟ ଘର ହେଲା କର୍କଟ। ଦ୍ୱିତୀୟ ଘରୁ ଧନ ଚିନ୍ତା କରାଯାଏ, ଚତୁର୍ଥ ଘରୁ ସୁଖ ଚିନ୍ତା କରାଯାଏ। ତେଣୁ ଏହି ଦ୍ୱିତୀୟାଧିପତି ହେଲେ ଚନ୍ଦ୍ର। ଚନ୍ଦ୍ର ଯଦି କର୍କଟରେ ଅଛନ୍ତି ବା ଦଶମରେ ଅଛନ୍ତି, ଟିକେ ପୂର୍ବରୁ ଆଲୋଚନା କଲେ ନା ଦଶମ ଘର ହେଲା ମୀନ ବୋଲି। ଚନ୍ଦ୍ର ଯଦି ଅଛନ୍ତି କର୍କଟରେ ବା ମୀନରେ, ଆଉ ଥରେ କହିଦେଉଛି, ମିଥୁନ ଲଗ୍ନ ମାନେ ପ୍ରଥମ ଘର ହେଲା ମିଥୁନ, ଦ୍ୱିତୀୟ ଘର ହେଲା କର୍କଟ। କର୍କଟର ଅଧିପତି ହେଲେ ଚନ୍ଦ୍ର। ଚନ୍ଦ୍ର ଯଦି ଅଛନ୍ତି ସେଇ କର୍କଟରେ, ମାନେ କ'ଣ, କର୍କଟ ରାଶି ଆଉ କ'ଣ। ତେଣୁ କର୍କଟରେ ବା ମୀନରେ, ତେବେ ସେ ବ୍ୟକ୍ତି ପଙ୍କ ଗଡ଼ିଆରେ ବୁଡ଼ିଥିଲେ ବି ତା ପ୍ରଚେଷ୍ଟାରେ, ଦୈବର ପୂର୍ଣ୍ଣ ସହଯୋଗରେ ସେ ପଙ୍କ ଗାଡ଼ିଆରୁ ଉଠି ପାହାଡ଼ ଶିଖରରେ ବସି ଗୀତ ବୋଲୁଥାଏ। କହିବା ତାତ୍ପର୍ଯ୍ୟ ହେଲା, ଯଦି ସେ ଭିକାରୀ ଛୁଆ ହେଇଥାଏ, ଭିକାରୀ ଘରର ସନ୍ତାନ ହେଇଥାଏ, ଭିକାରୀ ପୁଅ ହେଇଥାଏ, ତାହେଲେ କ'ଣ ହବ? ସେ ରାଜପୁତ୍ର ଭଳି ମହାନନ୍ଦ ରହିବ। ହେଲା। ଭିକ୍ଷୁକାତ୍ମଜ ଧନପତି ଧନ କର୍ମ ଗୋ ଯଦି। ଧନପତି ପରାଶ ଲେଖିଲେ ଆକୁ, ଧନପତି ଧନ କର୍ମ ଗୋ ଯଦି। ନୃପତି ଭବତି ଭିକ୍ଷୁକାତ୍ମଜ। ରାଜା ହୁଏ ଭିକ୍ଷୁକ ଆତ୍ମଜ। ଆତ୍ମଜ ବୋଇଲେ ପୁତ୍ର, ଭିକ୍ଷୁକ ଆତ୍ମଜ ଭିକାରୀ ପୁଅ ରଜା ହୁଏ। ଧନପତି ଧନ କର୍ମ ଗୋ ଯଦି। ଧନରେ ଥାଏ ବା କର୍ମରେ ଥାଏ, ଦଶମରେ ଥାଏ, ତାହେଲେ ଭିକାରୀ ପୁଅ ମଧ୍ୟ ରାଜା ହେଇଥାଏ। ଆଚ୍ଛା, ଯଦି ଯେକୌଣସି ଜାତକରେ ଗୁରୁ ସହ 3ଟି ଗ୍ରହ ଥାନ୍ତି, ଗୁରୁଙ୍କ ସହ ଗୁରୁ ଥିବେ ଆଉ 2 ଜଣ ଥିବେ, ଆଉ ଯିଏ ଥାନ୍ତି ଗୁରୁ ଥିବେ ମାତ୍ର। ହେଲା। ଯଦି କୌଣସି ଜାତକରେ ଗୁରୁ ଥିବେ, ତାଙ୍କ ସହିତ ଆଉ 2ଟା ଗ୍ରହ ଥିବେ, ସେ ବୁଧ ଚନ୍ଦ୍ର ହେଇପାରନ୍ତି, ମଙ୍ଗଳ ହେଇପାରନ୍ତି, ରବି ହେଇପାରନ୍ତି, ଶନି ରାହୁ କେତୁ ଯିଏ ହେଇପାରନ୍ତି, ଶୁକ୍ର ହେଇପାରନ୍ତି, ଯିଏ। କିନ୍ତୁ ବୃହସ୍ପତି ଥିବେ ସେଇ 3 ଦଳିଆରେ। ସେ 3 ଜଣ ଯେଉଁ ମିଟିଂ କରିବେ, ଯଦି ବୃହସ୍ପତି ଥିବେ, ଅନ୍ୟ 2 ଗ୍ରହ ଥିବେ, ତାହେଲେ କ'ଣ ହବ? ସୌଭାଗ୍ୟ ଲକ୍ଷ୍ମୀ ଛାୟା ପରି ପାଖ ଛାଡ଼େନି। ଯଦି ଏହା ଦଶମ ଘର, ସୌଭାଗ୍ୟ ଲକ୍ଷ୍ମୀ
ଯେନ୍ ଛାୟା ଆମ ପଛେ ପଛେ ଥାଏ ଆगे ଆगे ଥାଏ ଲାଇଟ୍ ଆଗରେ ତ ଛାୟା ପଛରେ ଲାଇଟ୍ ପଛରେ ତ ଛାୟା ଆଗରେ ତେଣୁ ଆମ ଚାରିପଟେ ଛାୟା ଘୁରିଲା ଭଳି ଭାଗ୍ୟଲକ୍ଷ୍ମୀ ଏ ବ୍ୟକ୍ତିର ଚାରିପାଖରେ ବୁଲୁଥାନ୍ତି। ଯଦି ଏ ଘର ଦଶମ ହେଇଥାଏ ଜାତକର ଦଶମ ଘର ହେଇଥାଏ ସେଠି ବୃହସ୍ପତି ଥାନ୍ତି ଓ ତାଙ୍କ ସହ ଆଉ ଦୁଇଟା ଗ୍ରହ ଥାନ୍ତି। ଏଇ ତିନି ଜଣ କ'ଣ କରନ୍ତି ଲକ୍ଷ୍ମୀ ଯୋଉଠି ଥାନ୍ତି ଏମାନେ ତାଙ୍କୁ ଯାଇ ତାଙ୍କ ତଳେ ପଡ଼ି ହାତ ଧରି ନେହୁରା ହାଇ ବାକୁ ନେଇ ଆସନ୍ତି ଯାହାଫଳରେ ବ୍ୟକ୍ତିର ଭାଗ୍ୟୋଦୟ ହୁଏ। ଯଦି ଦଶମ ଘର ହୋଇଥାଏ ତେବେ ସେ ବ୍ୟକ୍ତି ପୂର୍ବ ପୁଣ୍ୟ ଫଳ ପାଇଁ ସୌଭାଗ୍ୟବାନ ହୋଇଛି ବୋଲି ବୁଝିବାକୁ ପଡ଼ିବ। ଯଦି ବୁଦ୍ଧଙ୍କ ସହ ରାହୁ ଜାତକରେ ଥାନ୍ତି ତେବେ ଏ ବ୍ୟକ୍ତିର ହାତ ଖାଲି ହୁଏନି। ମିଥୁନ ଲଗ୍ନକୁ ବୁଦ୍ଧଙ୍କର ଦୃଷ୍ଟି ଥାଏ ମାନେ ବୁଦ୍ଧ ଧନୁରେ ଥାନ୍ତି ମିଥୁନ ଲଗ୍ନକୁ ଦେଖିବେ ସିଏ ସପ୍ତମ ଦୃଷ୍ଟି ଲଗ୍ନ ହେଲା ମିଥୁନ ଧନୁରେ ଅଛନ୍ତି କିଏ ବୁଦ୍ଧ ତେବେ ଦେହ ସୁସ୍ଥ ଥାଏ। ବୁଦ୍ଧ ଦେଖିଲେ ବୁଦ୍ଧ ଯଦି ଲଗ୍ନକୁ ଦେଖନ୍ତି ଲଗ୍ନରେ ଥିଲେ ଯେମିତି ଭଲ ଲଗ୍ନ ଦେଖିଲେ ସେମିତି ଭଲ। ମିଥୁନ ଲଗ୍ନର ଚତୁର୍ଥ ଘର ହେଲା କନ୍ୟା। ଆମେ ସେଉଠୁ ଆମ ସୁଖ ଆମ ବୋଉ ମାର ସୁଖ ଆମେ ଖୋଜିବା। ଆମକୁ ଜନ୍ମ ଦେଇଛି ପାଳି ପୋଷି ମଣିଷ କରିଛି ସେ ତାର ବାର୍ଦ୍ଧକ୍ୟ ବୟସରେ ଆମେ ତାକୁ ସୁଖ ନ ଦେବା ତାର ଅସହାୟ ସମୟରେ ଆମେ ତା ପାଇଁ ଆଶାବାଡ଼ି ନ ହେବା ଧିକ୍କାର ଆମକୁ ଆମେ ବରଂ ମାତୃ ଗର୍ଭରୁ ମରିଯିବାର ଥିଲା। ଯେଉଁ ବ୍ୟକ୍ତି ଯେଉଁ ସନ୍ତାନ ମା ଓଠରେ ହସ ନ ଫୁଟାଏ ତା ଆଖିରୁ ଲୁହ ନ ପୋଛେ ତା ପେଟ ଉଣ୍ଡାଳି ଖାଇବାକୁ ନ ଦିଏ ତାକୁ ବସନ ଭୂଷଣ ନ ଦିଏ ଆଉ ନିଜେ ଆରାମରେ ଥାଏ ନିଜ ସ୍ତ୍ରୀର ସୁଖ ଚିନ୍ତା କରୁଥାଏ ପିଲାଙ୍କର ମଙ୍ଗଳ କାମନା କରୁଥାଏ ଏଇଟା ବୃଥା। ଏ ଖାଲି ଧୂଆଁ ବାଣ ମରିଚିକା ପଛରେ ଗୋଡ଼େଇବା ଯା ମାଆକୁ ଅବହେଳା କରି ସ୍ତ୍ରୀ ପିଲାଙ୍କୁ ପୋଷିବା ହେଲା ସେଇଆ। ତାଙ୍କ ଜୀବନରେ ଖାଲି ଦୁଃଖ 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 ଯେତେ ଯାହା କରନ୍ତୁ ହୋମ ଦାନ ତେଣୁ ମାଆର ସୁଖ କାମନା କରିବା ହେଲା ପୁଅର କର୍ତ୍ତବ୍ୟ। ଯେମିତି ପୁଅର ସୁଖ କାମନା କରି ମା ବୁଢ଼ୀ ହେଇଗଲା ସେମିତି ପିତା ମାତାଙ୍କର ଦାୟିତ୍ୱ ନେବା ସୁପୁତ୍ରର କର୍ତ୍ତବ୍ୟ। ତେଣୁ ଆମେ ଦେଖିବା କନ୍ୟାକୁ ଯଦି ଗୁରୁ ବା ଶୁକ୍ର ବା ବୁଧ କନ୍ୟାକୁ ଯଦି ଗୁରୁ ବା ଶୁକ୍ର ବା ବୁଧ ଦେଖନ୍ତି ଗୁରୁ ଦେଖନ୍ତି ବା ବୁଧ ଦେଖନ୍ତି ବା ଶୁକ୍ର ଦେଖନ୍ତି ବା ଏ ସମସ୍ତେ ଦେଖନ୍ତି ଅତି ଭାଗ୍ୟବାନ। ଯଦି ଚତୁର୍ଥକୁ ଏଇ ଶୁଭ ଗ୍ରହ ତିନୋଟି ଦେଖନ୍ତି ଶୁକ୍ର ବୁଧ ଆଉ ବୃହସ୍ପତି ବା ଯୋଡ଼େ ଦେଖନ୍ତି ବୁଧ ଶୁକ୍ର ବା ଶୁକ୍ର ବୃହସ୍ପତି ବା ବୁଧ ଆଉ ବୃହସ୍ପତି ଏଇ ତିନୋଟି ଶୁଭ ଗ୍ରହରୁ ଜଣେ ବା ଦୁଇ ଜଣ ବା ତିନି ଜଣ ଦେଖନ୍ତି କେଉଁଠି ଚତୁର୍ଥକୁ କନ୍ୟାକୁ ତେବେ ଏ ବ୍ୟକ୍ତି ଏତେ ସୁଖୀ ହେଇଥାଏ। ବାବୁ ସୁଖୀ କାହାକୁ କୁହନ୍ତି ମନ ଯାହା ଖୋଜେ ତା ମିଳିଗଲା। ମନ ଯଦି ଖୋଜୁଛି ମୋତେ ଆଜି ପଖାଳ ଭାତ ଶାଗ ଟିକେ ମିଳୁ ଆଉ ଘରେ ଆସି ପହଞ୍ଚୁ ବୋଉ ବା ଘରେ ଯେଉଁ ଆମର ଅଛନ୍ତି ମାତୃଜାତି ସେ ଯଦି ଆମକୁ ସଜ ପଖାଳ ଆଉ ଗରମ ଶାଗ ଦେଇଦେଲେ ଆମେ ଖୁସି ହେଇଯାଏ। ମନ ଯାହା ଖୋଜେ ତାହା ଯଦି ମିଳିଯାଏ ସେ ବ୍ୟକ୍ତି ସୁଖୀ ହେଇଥାଏ। କିନ୍ତୁ ମୁଁ ତ ଗୋଟେ ମଦୁଆ ଜାଣିଛନ୍ତି ଆପଣମାନେ ରାସ୍ତା କଡ଼େ ଗଡ଼ୁଥାଏ ମୁଁ ମୋତେ ଯଦି ମଦ ମିଳିଯାଏ ମୁଁ ସୁଖୀ କି ଅବଶ୍ୟ ମନ ବୁଝିବ ମୁଁ ସୁଖୀ କିନ୍ତୁ ସମାଜ ସଂସାର ମୋତେ ସୁଖୀ କହିବନି ମୋର ବଦନାମ ହେବ। ମାନେ ଏଇ ତିନି ଗ୍ରହଙ୍କ ପାଇଁ ମଣିଷ ଅବାଟ କହିବା ତାତ୍ପର୍ଯ୍ୟ ହେଲା ଏଇ ତିନି ଗ୍ରହଙ୍କର ଦୃଷ୍ଟି ଜଣଙ୍କର ହଉ ବା ଦୁଇ ଜଣଙ୍କର ହଉ ବା ବହୁତ ତିନି ଜଣଙ୍କର ହଉ ଯଦି ହେଇଥିବ ଚତୁର୍ଥ ଘରକୁ ଦେଖୁଥିବେ ତାହେଲେ ଏ ଯେଉଁ ସୁଖ ଲାଭ କରିବ ସେ ସୁଖକୁ ଶୁଣି ଦେଖି ଜାଣି ଅନ୍ୟ ସମସ୍ତେ ତାକୁ ଆଶୀର୍ବାଦ କରନ୍ତି ପ୍ରଣାମ କରନ୍ତି କହନ୍ତି ଭାଇ ତୁମେ ସତେ କେତେ ପୁଣ୍ୟବାନ ତେଣୁ ତୁମକୁ ନମସ୍କାର।